ବାଘାଯତୀନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ଏବଂ କମ୍ବଳ ବଣ୍ଟନ। ଓଡ଼ିଶାରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ବାଲେଶ୍ୱର ସହରରେ ସମାବସ୍ଥା ଦେଖିବାକୁ ମିଳିଛି। ତେବେ ଏହାକୁ ଆଖିଆଗରେ ରଖି ବାଲେଶ୍ୱର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବାଘାଯତୀନ ସଂଗଠନ ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି। ବାଲେଶ୍ୱର ସହରର ଗଳିକନ୍ଦି ବୁଲି ବୁଲି ଗରିବ ଓ ଅସହାୟମାନଙ୍କୁ କିଛି ଶୁଖିଲା ଖାଦ୍ୟ ଓ କମ୍ବଳ ବଣ୍ଟନ କରାଯାଇଛି। ତେବେ ସହରର ବସ୍ଷ୍ଟାଣ୍ଡ, ରେମୁଣା ଗୋଲେଇ, ଫାଣ୍ଡି ଛକ, ଷ୍ଟେସନ ଛକ, ରେମୁଣା ହସ୍ପିଟାଲ, ଇମ୍ପୁରା ଛକ ଆଦିରେ ଶୋଇଥିବା ଦିନ ମଜୁରିଆ, ରିକ୍ସାବାଲା ଏବଂ ଗରିବ ଅସହାୟମାନଙ୍କୁ ଏହି ଶୁଖିଲା ଖାଦ୍ୟ ଏବଂ କମ୍ବଳ ବଣ୍ଟନ କରାଯାଇଥିଲା। ଏଥିରେ ସଂଗଠନର ସଭାପତି ଗଣେଶ ଜେନାଙ୍କ ସମେତ କାର୍ତ୍ତିକ ପରିଡ଼ା, କାର୍ତ୍ତିକ ସାନ୍ତ୍ରା, ଗଜେନ୍ଦ୍ର ସାହୁ, ଭଗବାନ ଲେଙ୍କା, ଦେବାଶିଷ ପଣ୍ଡା, ଈଶ୍ୱର ପତି, ସର୍ବେଶ୍ୱର ଦାସ, ଗଜେନ୍ଦ୍ର ବେହେରା ଓ ସଂଗଠନର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ। ଏନେଇ ସାଧାରଣରେ ବାଘାଯତୀନ ସଂଗଠନକୁ ସାଧୁବାଦ ଜଣାଯାଇଛି। ବ୍ୟୁରୋ ରିପୋର୍ଟ, ଜନନୀ ଟିଭି।